ଯେହେତୁ ଆଜି ରିଲିଜ ହେଲା ଏତେ ବର୍ଷ ଧରିକି ଯୋଉ ଆମେ ପରିଶ୍ରମ ଆମେ କରିଥିଲୁ ଗୋଟେ ସିନେମାକୁ ସୁନ୍ଦର କେମିତି ଭାବରେ କରିବା ପାଇଁ ଆଜି ଯେହେତୁ ରିଲିଜ ହେଇଛି ଏଇ ମୁଭି ଆଶା କରୁଛି କି ଓଡ଼ିଶାର ଦର୍ଶକ ମାନଙ୍କୁ ବି ଯୋଉମାନେ ଫିଲ୍ମ ଲଭର୍ସ ମାନେ ଅଛନ୍ତି ସେମାନଙ୍କୁ ନିଶ୍ଚୟ ଏଇ ମୁଭି ଭଲ ଲାଗିବ। ଦେଖିବା ଇଣ୍ଟରନ୍ୟାସନାଲି ବହୁତ ଆକ୍ଲେମ୍ ପାଇସାରିଛି ଅଲରେଡି ଫିଲ୍ମ ଓଡ଼ିଶାରେ ଲୋକମାନେ କେମିତି ଗ୍ରହଣ କରିବେ ଏବଂ ଦେଖନ୍ତୁ ନ୍ୟାସନାଲି ଇଣ୍ଟରନ୍ୟାସନାଲି ଅଲରେଡି ଲୋକମାନେ ପସନ୍ଦ କରିସାରିଛନ୍ତି ତ ସେଥିପାଇଁ ମୁଁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି କି ପ୍ଲିଜ୍ ଆପଣମାନେ ଆସନ୍ତୁ ଆଉ ଏଇ ୱିକେଣ୍ଡରେ ପୁଣି ଫ୍ଲାଟ୍ 50% ଡିସ୍କାଉଣ୍ଟ ଯୋଉଟା ଆମର ବୁକ୍ ମାଇ ଶୋରେ ଏକ୍ସକ୍ଲୁସିଭ ଗୋଟେ ଅଫର ଚାଲିଛି ତ ସେଇଟାର ସୁଯୋଗ ନିଅନ୍ତୁ ସମସ୍ତେ ସେଇଟାର ସୁଯୋଗ ନେଇକି এই ফিল্মটা এই উইকেন্ড ভিতরে দেখি সারন্তু কারণ তাহলে মানে এই ফিল্ম ପାଇଁ ବି ଭଲ ଆଉ ଆପଣ ପାଇଁ ବି ଭଲ ସମସ୍ତଙ୍କ ପାଇଁ ଭଲ କାରଣ ଏମିତି ଗୋଟେ ଏକ୍ସକ୍ଲୁସିଭ ଡିଲ୍ ସବୁବେଳେ ଆସେନି। ଆଉ ସତ କଥା କହିବାକୁ ଗଲେ ଆଜି ଏଇ ମୁଭିଟାକୁ ଆମେ ଚାହୁଁଛି କି କେମିତି ଭାବେ ସମସ୍ତଙ୍କ ପାଖରେ ପହଞ୍ଚୁ ମୁଁ ଆଜ୍ ଅ ପ୍ରଡ୍ୟୁସର ହିସାବରେ ବି ମୁଁ କହୁଛି କି ମୁଁ ଏଇ ସିନେମାର କୋଉ କମର୍ସିଆଲି କେତେ ମୁଁ ଲାଭ କରିବି ମୁଁ ସେଇ ସବୁ କିଛି ଦେଖୁନି ମୁଁ ଜଷ୍ଟ ଚାହୁଁଛି କି ପ୍ରତ୍ୟେକ ଲୋକ ଏଇ ସିନେମା ଦେଖୁ ଆଉ ଏଇ ସିନେମାରୁ ଯଦି କିଛି ଯଦି ଆମେ ଯଦି ଏଇ ସିନେମା ମାଧ୍ୟମରେ ଯଦି କିଛି କଣ୍ଟ୍ରିବ୍ୟୁଟ୍ କରିପାରିଛେ ସେଇଟା ଯଦି ତାଙ୍କ କିଛି କାମରେ ଯଦି ଆଗାମୀ ଦିନରେ ଯଦି ସେମାନେ କିଛି ୟୁଜ୍ ହେଲା ତ ସେଇଟା ଆମକୁ ବହୁତ ଭଲ ଲାଗିବ ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ପ୍ଲିଜ୍ ଥରେ ଆସିକି ସିନେମାଟାକୁ ଦେଖିକି ଯାଆନ୍ତୁ ଆଶା କରୁଛି ଲହରୀ ଆପଣଙ୍କୁ ବହୁତ ବହୁତ ଭଲ ଲାଗିବ। ବାବୁଶାନ କୁ ଭଲ ଲାଗି ଯେହେତୁ ବାବୁ ବହୁତ ଭଲ ସାଙ୍ଗ ଯେତେବେଳେ ମୁଁ ବାବୁକୁ ଏଇ ସିନେମା ପାଇଁ ପ୍ରପୋଜାଲ ଦେଲି ଆଉ ବାବୁ ବି ଆମର ତର ଯୋଉ ଚିହ୍ନିଛେ କାହିଁକି ନା ବାବୁର ଯେତେବେଳେ ଦମନ ରିଲିଜ ହେଇଥିଲା ଦମନର ଠିକ ଆଗରୁ ଏଡୁ ଗୋଡାର୍ଡ ସେତେବେଳେ ନ୍ୟାସନାଲି ଇଣ୍ଟରନ୍ୟାସନାଲି ଅଲରେଡି ସେ ମୁଭିକୁ ରେକଗ୍ନିସନ ମିଳି ସାରିଥିଲା ସେଥିପାଇଁ ବାବୁ ଗୋଟେ ମାନେ ସାଙ୍ଗେ ସାଙ୍ଗେ ମତେ କହିଦେଲେ କି କେବେ ଯିବା କେବେ ସୁଟିଂ କରିବା ସୋ ଆଉ କଣ କହିବି ସେଇଟା ଗୋଟେ ନିଶ୍ଚୟ ହବ ସେ ନିଶ୍ଚୟ ହବ ଆଉ ସେଇଟା ବି ମୁଁ ଗୋଟେ ପ୍ଲାନିଂ କରୁଛି ଦେଖାଯାଉ।